ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆମ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଓଡ଼ିଆ ଷ୍ଟକ୍ ମାର୍କେଟ ଲର୍ଣ୍ଣିଂ ୟୁଟ୍ୟୁବ ଚ୍ୟାନେଲକୁ ମୁଁ ସ୍ୱାଗତ କରୁଛି। ସାଙ୍ଗମାନେ, ପ୍ରିଭିୟସ୍ କ୍ଲାସରେ ଆମେ ପଢ଼ିଥିଲେ କ'ଣ ନା ସାଇକୋଲୋଜି। ତମେ କୋଉ ସାଇକୋଲୋଜିରେ ଟ୍ରେଡ୍ କରିବ ବା ତମ ସାଇକୋଲୋଜି କେମିତି ତୁମେ ଷ୍ଟ୍ରଙ୍ଗ କରିବ, ତ ସେ ବିଷୟରେ ପଢ଼ିଥିଲେ। ଆଜି ପଢ଼ିବା କିଛି ରୁଲ୍ସ ଯୋଉଟାକି ମୁଁ ପ୍ରିଭିୟସ୍ କ୍ଲାସରେ କହିଥିଲି। ତ ସେ ରୁଲ୍ସ ବିଷୟରେ ଆଜି ପଢ଼ିବା। ତାପରେ ରୁଲ୍ସ ବିଷୟରେ ପଢିଲା ପରେ ଆମେ ପଢିବୁ କ'ଣ ନା କେମିତି ତମେ ଇଣ୍ଟ୍ରାଡେ ପାଇଁ ଷ୍ଟକ୍ ଖୋଜିବ, ଷ୍ଟକ୍ କେମିତି ପାଇବ। ମୁଁ ତମକୁ କହିଥିଲି ସମସ୍ତଙ୍କୁ ଡିମାଟ୍ ଆକାଉଣ୍ଟ ଖୋଲିବା ପାଇଁ। ଯୋଉମାନେ ବି ଖୋଲିନ ଡିମାଟ୍ ଆକାଉଣ୍ଟ ଖୋଲିନିଅ, କାରଣ ବହୁତ ଶୀଘ୍ର ଆମର ଲାଇଭ୍ ଟ୍ରେଡିଂ ବି ଆରମ୍ଭ ହବ। ଆମେ ବସିକି ଲାଇଭ୍ ଟ୍ରେଡିଂ କରିବା, ଷ୍ଟକରେ କେମିତି ଟ୍ରେଡ୍ କରିବ, ବାଇ କରିହବ, ସେଲ୍ କରିହବ, କୋଉଠି ପ୍ରଫିଟ୍ କାଢି ହବ, ସେ ବିଷୟରେ ଆମେ ବହୁତ ଶୀଘ୍ର ଆମେ ଆରମ୍ଭ କରିବା ଯାଉଛୁ। ଯାହାଫଳରେ କି ଆପଣ ଡିମାଟ୍ ଆକାଉଣ୍ଟ ଦରକାର, ଶିଖିବା ପାଇଁ ଆପଣ ଡିମାଟ୍ ଆକାଉଣ୍ଟ ନିହାତି ଦରକାର। ତ ସମସ୍ତେ ଡିମାଟ୍ ଆକାଉଣ୍ଟ ଖୋଲି ନିଅ। ଡେରି ନ କରିକି ଆରମ୍ଭ କରିବା। ଆଜିକା ଟପିକ୍ କ'ଣ ରହିଛି, ଆରମ୍ଭ କରିବା। ନେକ୍ସଟ କ୍ଲାସରେ ମୁଁ କହିଥିଲି ଯେ ନେକ୍ସଟ କ୍ଲାସକୁ ଆମେ କ'ଣ କ'ଣ ପଢିବା। ତ କ'ଣ ନା ଇମ୍ପୋର୍ଟାଣ୍ଟ ରୁଲ୍ସ, ଯେମିତି ଦେଖ ଜୀବନରେ ଯୋଉ କାମ ବି କର ସବୁଥିରେ ରୁଲ୍ ରେଗୁଲେସନ ରହିଛି। ତମେ ଯଦି ରୁଲ୍ ଭାଙ୍ଗିବ ପନିଶମେଣ୍ଟ ପାଇବ, ତ ରୁଲ୍ ମାନିଲେ ତମେ ରିୱାର୍ଡ ପାଇବ। ତ ରୁଲ୍ସ ଯଦି ତମେ ଭାଙ୍ଗୁଛ ତ ପନିଶମେଣ୍ଟ ହିସାବରେ ତମର ମନି, ତମର ଯେତିକ ମାନେ ଯୋଉ ମାନେ ପରିଶ୍ରମର ଯୋଉ ମନି, ସେଭିଙ୍ଗସ ମନି ଯେତିକ ତମେ ଇନଭେଷ୍ଟମେଣ୍ଟ କରିଥିବ, ତ ସେଥିରେ ଲସ୍ ହବ, ତମର ମନି ଲସ୍। ତ ଏଠି ପନିଶମେଣ୍ଟ ଅର୍ଥ ତମର ଲସ୍ ହବ। ତ ପ୍ରଥମ ଆମେ ଦେଖିବା ସେଟଅପ୍। କ'ଣ ଦେଖିବା? ସେଟଅପ୍। ଦୁଇରେ ହଉଛି 1 2 3 ଡେ ଟ୍ରେଡିଂ। କେମିତି କ'ଣ? ହବ୍ ଟ୍ରେଡିଂ, ରିଭେଞ୍ଜ ଟ୍ରେଡିଂ, ଡାଉ ଥିଓରି, କ୍ୱିକ୍ ଏକ୍ଜିଟ୍ ଲସ୍, ଲେଟ୍ ବୁକିଂ ପ୍ରଫିଟ୍, not depend on other, trade on extra money, big profit, small loss, not big loss। ତ এই ବିଷୟରେ ଡିସ୍କସନ କରିବା। ଚାଲ, ତ ପ୍ରଥମେ ହେଲା ସେଟଅପ୍। କ'ଣ ହେଲା ପ୍ରଥମେ? ପ୍ରଥମେ ହଉଛି ସେଟଅପ୍। ସେଟଅପ୍ କ'ଣ? ଚାଲ ଆମେ ଦେଖିବା। ଦେଖ ସେଟଅପ୍ କ'ଣ ନା ଯେମିତି ତମେ ଯେକୌଣସି କାମ କର ବା ତମର ଗୋଟେ କୌଣସି ବିଜନେସ ଆରମ୍ଭ କରୁଛ, ତ ତମେ ସେଟଅପ୍ ନିହାତି କରିବା ଦରକାର। ପାନ ଦୋକାନଟେ ହେଲା, ଟେବୁଲ ବା ଦୋକାନରେ ଜିନିଷ ଗୋଟେ ସେଟଅପ୍ ରହିବ। ସେଇଭଳିଆ ଟ୍ରେଡିଂରେ ବି ଗୋଟେ ସେଟଅପ୍ ରହୁଛି। ତ ଟ୍ରେଡିଂ ସେଟଅପ୍ ର ଅର୍ଥ କ'ଣ ହଉଛି ନା ଏକ ନିର୍ଦ୍ଦିଷ୍ଟ ଯୋଜନା, ଗୋଟେ ଯୋଜନା କରିବା ବା ଗୋଟେ ପ୍ଲାନିଂ କରିବା, ପ୍ରସ୍ତୁତ ପ୍ଲାନିଂ କରିବା, ଯୋଉଥିରେ ଗୋଟେ ଟ୍ରେଡର କ'ଣ କରିବ, ସେୟାର ମାର୍କେଟରେ ବା ସେୟାର ବଜାରରେ କିଣା ବିକା କରିବାକୁ ନିଷ୍ପତ୍ତି ନେଇପାରିବ। କ'ଣ କରିବ? କିଣା ବିକା କରିବା ପାଇଁ ନିଷ୍ପତ୍ତି ନେବ। କିଣା ବିକା କେମିତି କରିବ ସେ ବାବଦକୁ ସିଏ ନିଷ୍ପତ୍ତି ନିଏ। କୋଉଥିରେ? ସେଟଅପରେ। କୋଉଠି ବାଇ କରିବ, କୋଉଠି ସେଲ୍ କରିବ। ଆଚ୍ଛା, ଟ୍ରେଡିଂ ସେଟଅପ୍ କ'ଣ ନା ଏହା ଏକ ପୂର୍ବ ନିର୍ଦ୍ଧାରିତ। ଟ୍ରେଡିଂ ସେଟଅପ୍ ତମେ ଆଜି ମାନେ ସକାଳୁ 9ଟା 15 ମାର୍କେଟ ଖୋଲୁଛି, 9ଟା ପରେ ସେଟ ନାହିଁ, ତମକୁ ପ୍ରିଭିୟସଲି ସେଟଅପ୍ କରିବା ପାଇଁ ପଡିବ। ପ୍ରିଭିୟସଲି ସବୁ ପ୍ଲାନିଂ କରିବା ପାଇଁ ପଡିବ, ତାପରେ ତମକୁ ଆସିବା ପାଇଁ ପଡିବ ମାର୍କେଟକୁ। ଏହା ଏକ ପୂର୍ବ ନିର୍ଦ୍ଧାରିତ ନିୟମ, ଯେଉଁଥିରେ ଆପଣ ଜାଣନ୍ତି କେତେବେଳେ ବଜାରରେ ପ୍ରବେଶ କରିବେ, କୋଉଠି ଏଣ୍ଟ୍ରି ମାରିବେ ବା ବାଇ କରିବେ, କେତେବେଳେ ବାହାରିବେ, ଏକ୍ଜିଟ୍ କରିବେ, ସେଲ୍ କରିବେ। ୟାର ବେସିସ୍ ଆଧାର କ'ଣ ନା ୟା ଟେକ୍ନୋଲୋଜି ଆନାଲିସିସ୍ ବା ଟେକ୍ନିକାଲ ଆନାଲିସିସ୍। ଯୋଉ ଟେକ୍ନିକାଲ ଆନାଲିସିସ୍ ତମେ ଆଗେ ଦେଖିବ, ଟେକ୍ନିକାଲ ଆନାଲିସିସ୍ କରିବ, ଚାର୍ଟ ପ୍ୟାଟର୍ନ କୁ ପଢିବ, କୋଉ ଚାର୍ଟ ପ୍ୟାଟର୍ନ ତମେ ଟ୍ରେଡ୍ କରିବ ବା କ'ଣ ଚାର୍ଟ ପ୍ୟାଟର୍ନ ଏଠି ତିଆରି ହେଇଛି ତମେ ସେଟା ପଢିବ। ନେକ୍ସଟ କ'ଣ ପଢିବ? ନେକ୍ସଟ କୁ ଯାଇକି ପଢିବ ନା ଆଜି ଏଇ ଷ୍ଟକରେ କୋଉ ଷ୍ଟକରେ କୋଉ ପ୍ୟାଟର୍ନ ତିଆରି ହଉଛି, ଏ ସବୁ ବିଷୟରେ ତମେ କ'ଣ କରିବ? ଆଗେ ତମେ ତମର ରଣନୀତି ପ୍ରସ୍ତୁତ କରିବ ବା ତମେ ପ୍ଲାନିଂ କରିବ, ମୁଁ ଏଇଭଳିଆ ଟ୍ରେଡ୍ କରିବି, ତାପରେ ଯାଇକି ତମେ ଟ୍ରେଡ୍ କୁ କରିବ। ଟ୍ରେଡିଂ ସେଟଅପ୍ କ'ଣ ନା ତା କମ୍ପୋନେଣ୍ଟ ବହୁତ କିଛି ଅଛି। କ'ଣ ନା କୋଉଠି ଏଣ୍ଟ୍ରି କରିବ, ପ୍ଲାନିଂ ଆଗରୁ ରହିବା ଦରକାର। ମୁଁ ଏଇ ଜାଗାରେ ଏଣ୍ଟ୍ରି କରିବି, 100 ଟଙ୍କା ଆସିଲେ ଏଣ୍ଟ୍ରି କରିବି ବା କୋଉଠି ବାଇ କରିବି, କୋଉଠି ସେଲ୍ କରିବି, ଷ୍ଟପ୍ ଲସ୍ ଏସଏଲ୍ କୋଉଠି ଦେବି, ଏସଏଲ୍ ଷ୍ଟପ୍ ଲସ୍ କୋଉଠି ଦେବି, ଯଦି ଟ୍ରେଡ୍ ଭୁଲ ହୁଏ ତେବେ କେତେ ମୋର ଲସ୍ ହବ, ଏସବୁ ପ୍ଲାନିଂ ଆଗୁଆ ମାଇଣ୍ଡରେ ସେଟଅପ୍ କରିବା ଦରକାର। ଯେ ମୁଁ ଆଜିକା ମାର୍କେଟରେ ଯଦି ମୁଁ ଏଠି ଟ୍ରେଡ୍ ନଉଛି, ତାହେଲେ ମୋର କେତେ ଟଙ୍କା ଲସ୍ ହବ, ପ୍ରଫିଟ୍ ହେଲେ ମୋର କେତେ ଟଙ୍କା, ମୁଁ କୋଉଠି ଏଣ୍ଟ୍ରି କରିବି, କୋଉଠି ବାହାରିବି, ଏ ସବୁ ଆଗୁଆ ଫିକ୍ସ କରିବା ଦରକାର। ତେବେ ଯାଇକି ତମେ ଟ୍ରେଡ୍ କରିପାରିବ। ଠିକ ଅଛି, କେତେ ଲାଭ କେତେ ପ୍ରଫିଟ୍ ଏ ସବୁ ରହିଲା। ତାର ସବୁଠୁ ବେସିକ୍ କ'ଣ ଯୋଉଟା କି ମୁଁ କହିଛି, ତମେ ନିଜକୁ ନିଜେ ପଚାରିବ, ମୁଁ ସପୋର୍ଟ ଲେବୁଲରେ କୋଉ କ୍ୟାଣ୍ଡେଲ ଖୋଜିବ? ଆମର ପଢା ହେଇଥିଲା ସପୋର୍ଟ ଲେବୁଲରେ ବୁଲିଶ କ୍ୟାଣ୍ଡେଲ ଖୋଜିବ, ଯୋଉଠି ବାଇ କରିବ। ଯଦି ବୁଲିଶ କ୍ୟାଣ୍ଡେଲ ବାଇ କରିବ ତ ୟା ସେଟଅପରେ ଥିବା ଦରକାର।
ଆଉ ଯେତେବେଳେ 200 EMA କୁ ଷ୍ଟକ୍ ଉପରୁ ଯିବ, ଯୋଉଟା ମୁଁ ପଢେଇଥିଲି ତାକୁ EMA ପଢେଇଥିଲି, ସେତେବେଳେ ଷ୍ଟକ୍ କୁ ଆମେ ବାୟ କରିବା। ଏ ସବୁ ସେଟଅପ୍ ତମର ରହିବା ଦରକାର। ଠିକ ଅଛି, ଏଇ ସବୁ ସେଟଅପ୍ ତମର ରହିବା ଦରକାର। ନେକ୍ସଟ ରେ କଣ ରହୁଛି? 1 2 3 ଟ୍ରେଡିଂ ଡେ। 1 2 3 ଟ୍ରେଡିଂ ଡେ। ତ 1 2 3 ଟ୍ରେଡିଂ ଡେ କଣ କ୍ଲିୟରଲି ତୁମକୁ ବୁଝେଇ ଦଉଛି। ତ ତମେ ଗୋଟେ ସପୋଜ ସେଟଅପ୍ ଗୋଟେ ତିଆରି କରିଛ, ବା ତମେ ଗୋଟେ ଷ୍ଟ୍ରାଟେଜି ତିଆରି କରିଛ ଯେ ମୁଁ ଡବଲ ବଟମ ହଉ ବା ଯୋଉଠି ହାମର କ୍ୟାଣ୍ଡେଲ ତିଆରି କଲା ବା ସପୋର୍ଟ ରେ ହାମର କ୍ୟାଣ୍ଡେଲ କଲା, ତେବେ ଯାଇକି ମୁଁ ବାଇ କରିବି, ତେବେ ଯାଇକି ସେଲ୍ କରିବି। ତ ସପୋଜ ଧର ତମେ ସେ ସେଟଅପ୍ ରେ କାମ କଲ, ଗୋଟେ ଦିନ ଟ୍ରେଡିଂ କଲ, ତମର ଲସ୍ ହେଲା, ତା ମାନେ ନୁହେଁ ଯେ ତମର ସେଟଅପ୍ ଭୁଲ ଅଛି। ଠିକ ଅଛି, ସେକେଣ୍ଡ ଦିନ ବି କଲ ଲସ୍, ଥାର୍ଡ ଦିନ ବି କରୁଛ ଲସ୍ ହଉଛି। ତ ତମେ ଗୋଟେ ଚାର୍ଟ ପ୍ୟାଟର୍ନ ହଉ ବା ତମର ଟେକ୍ନିକାଲ ଆନାଲିସିସ୍ ଭିତରେ ଯୋଉ ରହୁଛି ବା ଇଣ୍ଡିକେଟର ହଉ, ତମେ ଗୋଟେ ଗୋଟେ ଇଣ୍ଡିକେଟର କୁ ଗୋଟେ ଗୋଟେ ମାସ ପ୍ରାକ୍ଟିସ କର। ତମକୁ ଟ୍ରେଡ କରିବା ପାଇଁ କେହି କହୁନାହାନ୍ତି। ଗୋଟେ ମାସ ସପୋଜ ଧର ହେଇଗଲା କଣ ମୁଭିଂ ଏଭରେଜ ହେଇଗଲା। ମୁଭିଂ ଏଭରେଜ ଗୋଟେ ମାସ ତମେ ପ୍ରାକ୍ଟିସ କର, ଦେଖ ଏକୁରେସି ଆସୁଛି କି ନାହିଁ। RSI କୁ ଗୋଟେ ମାସ କର, EMA କୁ ଗୋଟେ ମାସ କର, ସୁପର ଟ୍ରେଣ୍ଡ ଗୋଟେ ମାସ କର, ଡବ୍ଲୁ ପ୍ୟାଟର୍ନ ଗୋଟେ ମାସ କର, ଏମ୍ ପ୍ୟାଟର୍ନ ଗୋଟେ ମାସ କର, ଡବଲ ଟପ୍ ଡବଲ ବଟମ ଗୋଟେ ମାସ କର। ଠିକ ଅଛି, କପ୍ ଆଣ୍ଡ ହ୍ୟାଣ୍ଡେଲ ଗୋଟେ ମାସ ପ୍ରାକ୍ଟିସ କର। ତ ସବୁକୁ ଗୋଟେ ଗୋଟେ ମାସ ତମେ ପ୍ରାକ୍ଟିସ କର। ସେଇପାଇଁ ମୁଁ କହୁଛି 5 7 ମାସ ଯଦି ତମେ ପ୍ରାକ୍ଟିସ କରିଦେଲ, ତାହେଲେ ତମେ ଟ୍ରେଡର ହେଇଯିବ। ତ ତମକୁ ପ୍ରାକ୍ଟିସ କରିବା ଦରକାର। ଗୋଟେ ଦିନ 2 ଦିନ ଟ୍ରେଡ କରିଦେଲ, ଆରେ ସେଟଅପରେ ମୋର ଲସ୍ ହେଲା, ହଉନି। ଆଉ ଗୋଟେ ଜିନିଷ ମୁଁ କହୁଛି, ସେଟଅପ୍ ବେଳେ ବେଳେ ଭୁଲ ବି ଦେଖାଏ। ଯେତେବେଳେ ନ୍ୟୁଜ ଆସିବ, ସପୋଜ ଧର କିଛି ଏକ୍ସଟର୍ନାଲ ନ୍ୟୁଜ ଆସିଗଲା, ୱାର ହେଇଗଲା, ଯୁଦ୍ଧ ହେଲା ବା କୋଉଠି କଣ ଗୋଟେ ପ୍ରୋବ୍ଲେମ ହେଇଗଲା, ତ ସେତେବେଳେ କୌଣସି ଇଣ୍ଡିକେଟର କୌଣସି ସପୋର୍ଟ କାମ ଦିଏ ନାହିଁ। ଯୋଉଥିପାଇଁ ତମକୁ ସବୁଥିରେ SL ମେଣ୍ଟେନ କରିବାର ଅଛି। କୋଉ ମୁହୂର୍ତ୍ତରେ ବି କଣ ହବ ତମେ ଜାଣିନ। ତେଣୁ ମନେ ରଖ, ଯଦି କୌଣସି ନ୍ୟୁଜ ଯଦି ଆସେ, ସେଇ ଜାଗାରେ ନା ସେଟଅପ୍ କାମ ଦବ, ନା ଇଣ୍ଡିକେଟର କାମ ଦବ, ନା ଚାର୍ଟ ପ୍ୟାଟର୍ନ କାମ ଦବ, କିଛି କାମ ଦବନି। ତମକୁ ଏଟା ମୁଣ୍ଡରେ ପୁରେଇବା ପାଇଁ ପଡିବ। ତେଣୁକରି ସେ ଅନୁସାରେ ତମେ ପ୍ଲାନିଂ କରିପାରିବ। ଇଏ ଗଲା 1 2 3 ଡେ ଟ୍ରେଡିଂ ର କଣ ପ୍ରୋବ୍ଲେମ। ତାପରେ ପଢିବା ହୋପ୍ ଟ୍ରେଡିଂ। ହୋପ୍ ଟ୍ରେଡିଂ କଣ? ହୋପ୍ ଟ୍ରେଡିଂ ହଉଛି ମାର୍କେଟ ଏଇଟ୍। ହୋପ୍ ଟ୍ରେଡିଂ କୋଉ ଭଳିଆ ବୁଝେଇ ଦଉଛି ଏକ୍ସାମ୍ପଲ। ସପୋଜ ସପୋର୍ଟ ଅଛି, ମାର୍କେଟ ଯାଉଛି, ଏଇଠି ପହଞ୍ଚିଛି, ଏଇଠି ରହିଛି। ତ ମାର୍କେଟ ତମକୁ ଲାଗିଲା କଣ ମାର୍କେଟ ରେଜିଷ୍ଟାନ୍ସ ପାଖରେ ରହୁଛି, ଏଠି ବ୍ରେକଆଉଟ ଦବ। ଠିକ ଅଛି, ତମେ ଭାବିଲ କଣ ନା ବ୍ରେକଆଉଟ ଦବ, ମୁଁ ଏଇଠୁ ବାୟ କରିବି। କଣ କରିଦେବି? ତଳୁ ବାୟ କରିବି। ସାଧାରଣତଃ ଏଠି ବାୟ କରିଥିଲା, ଯେତେବେଳେ ବ୍ରେକଆଉଟ ଦେଇଥିଲା ତମେ ଅଲରେଡି ପ୍ରଫିଟ ରେ ଥିବ। ଆଶା, ହୋପ୍ ଟ୍ରେଡିଂ କଣ? ଆଶା। ମୁଁ ଭାବୁଛି ଏଠୁ ଏଠିକି ଯିବ, ହୋପ୍ କରୁଛି, ମୁଁ ଆଶା ରଖୁଛି ଇଏ ଉପରକୁ ଯିବ, ତ ସେ ଅନୁସାରେ ତମେ ବାୟ କରିଦେଲ। କିନ୍ତୁ ସିଏ କଣ କରିବ, ବ୍ରେକଆଉଟ ନ ଦେଇକି ପୁଣି ଆଉଥରେ ବ୍ରେକ ଡାଉନ ଦେଇକି ତଳକୁ ପଳେଇଲା। ତ ଇଏ ହେଇଗଲା କଣ? ହୋପ୍ ଟ୍ରେଡିଂ। ଆଶାରେ କେବେ ଟ୍ରେଡିଂ ରଖିବନି। ଯଦି ତମର ଚାର୍ଟ, ତମର ଇଣ୍ଡିକେଟର, ଠିକ ଅଛି, ଯଦି କ୍ୟାଣ୍ଡେଲ ଯଦି ହାମର କ୍ୟାଣ୍ଡେଲ ବନଉଛି, ସପୋର୍ଟ ପାଖରେ ହାମର କ୍ୟାଣ୍ଡେଲ ବନେଇଲା, ସେଇ ଜାଗାରେ RSI ବୁଲି ସିଗ୍ନାଲ ଦଉଛି ବା ଉପରକୁ ଯିବା ପାଇଁ ସିଗ୍ନାଲ ଦଉଛି, ବା ସେଇ ଜାଗାରେ ହାମର କ୍ୟାଣ୍ଡେଲ ପାଖରେ ତମର ଡବଲ ବଟମ ଏଠି ଡବଲ ବଟମ ବନେଇଲା, ଏଇ ଜାଗାରେ ହାମର କ୍ୟାଣ୍ଡେଲ ବନଉଛି, ତ ସେ ଉପରକୁ ଯାଉଛି। ସବୁ କିଛି କନଫର୍ମେସନ ଅଛି, ତାପରେ ବାୟ କର। ହୋପ ଆଶା ରଖି କରନି ଯେ ନା ଏଟା ମତେ ଲାଗୁଛି ଇଏ ଯିବ। ଇଏ ହଉଛି ହୋପ୍ ଟ୍ରେଡିଂ। ହୋପ୍ ଟ୍ରେଡିଂ ରେ କୌଣସି ଜିନିଷ ହେଇପାରିବ ନାହିଁ। ତମକୁ ହୋପ୍ ଟ୍ରେଡିଂ କରିବା ପାଇଁ ପଡିବ ନାହିଁ। ହୋପ୍ ଟ୍ରେଡିଂ କରିପାରିବ ନାହିଁ। ତେଣୁକରି ତମ ନିଜ ପ୍ରାକ୍ଟିସ ଆଉ ତମ ଇଏ ଉପରେ ଡିପେଣ୍ଡ କରେ। ହୋପ୍ ଟ୍ରେଡିଂ କୁ ଛାଡିଦିଅ। ସେଟଅପ୍ ଯେତେ ପର୍ଯ୍ୟନ୍ତ ଆସିନି ବାୟ କର ନାହିଁ। ତାପରେ କଣ ଆସିଲା? ତାପରେ ହେଲା ରିଭେଞ୍ଜ ଟ୍ରେଡିଂ। ରିଭେଞ୍ଜ ଟ୍ରେଡିଂ କଣ? ରିଭେଞ୍ଜ ଟ୍ରେଡିଂ ହଉଛି ରିଭେଞ୍ଜ ଟ୍ରେଡିଂ। ସପୋଜ ତମେ ଗୋଟେ ଟ୍ରେଡ ନେଲ, ଲସ୍ ହେଲା,
ତାପରେ ସେକେଣ୍ଡ ଟ୍ରେଡ୍ ନେଲ, ଲସ୍ ହେଲା। ସପୋଜ ଏଠି 50ଟା କ୍ୱାଣ୍ଟିଟି ନେଇଥିଲ, ତମର 500 ଟଙ୍କା ଲସ୍ ହେଲା। ପୁଣି ଏଠି 50ଟା କ୍ୱାଣ୍ଟିଟି ନେଲ, ତମର 500 ଟଙ୍କା ଲସ୍ ହେଲା। ତମ ଟୋଟାଲ ହେଇଗଲା କେତେ ଟଙ୍କା ଲସ୍? 1000 ଟଙ୍କା ଲସ୍ ହେଲା। ତ ଆସିଗଲା ତମ ରିଭେନ୍ସ ଟ୍ରେଡିଂ। ଚାଲ ମୋର 1000 ଲସ୍ ହେଇଛି, 50 କ୍ୱାଣ୍ଟିଟି ମୋର ଲସ୍ ହେଇଛି, ମୁଁ ଏକାଥରେ 100 କ୍ୱାଣ୍ଟିଟି ପକେଇ ଦଉଛି। 10 ପଏଣ୍ଟ ଗଲେ ମୋର 1000 ଟଙ୍କା କଭର ହେଇଯିବ। ନୁହେଁ କି? 100ରେ 10 ପଏଣ୍ଟ ଗଲେ କେତେ ଟଙ୍କା ହଉଛି? 1000 ଟଙ୍କା। କିନ୍ତୁ ମାଇଣ୍ଡରେ ରଖିବ, 100ର 10 ପଏଣ୍ଟ ଗଲେ ତମର 1000 ଟଙ୍କା ପ୍ରଫିଟ୍। ଯଦି 20 ପଏଣ୍ଟ ତଳକୁ ପଳେଇଲା ତାହେଲେ 2000 ଟଙ୍କା ବି ଲସ୍ ହବ। ତ ତମେ ରିଭେଞ୍ଜ ନ, ମାର୍କେଟ ଉପରେ ରିଭେଞ୍ଜ ନା ପାଇ ଚାଲ। ମୁଁ ଲସ୍ କରୁଛି, ମୁଁ ଯେମିତି ହଉ ପ୍ରଫିଟ୍ ନେବି। ଆଜି ପ୍ରଫିଟ୍ ନେଇକି ହିଁ ମୁଁ ଘରକୁ ଯିବି, ମୁଁ ଲସ୍ରେ ରହିବିନି। ଯାହା ହବ ମୋର ପ୍ରଫିଟ୍ ହବ। ତ ସେଟା ହଉଛି ରିଭେଞ୍ଜ ଟ୍ରେଡିଂ। ଆଉ ରିଭେଞ୍ଜ ଟ୍ରେଡିଂ କଲେ କଣ ହବ ନା, ତମେ ଡିମାଟ ଆକାଉଣ୍ଟରେ ଯେତେ ଥର ବାୟ କରିବ, ସେଲ୍ କରିବ, 20 40 ଟଙ୍କା ହଉଛି ତମର କଣ, ବ୍ରୋକର ହାଉସର ଚାର୍ଜେସ୍ ପ୍ଲସ୍ ଅନ୍ୟାନ୍ୟ ଏସଟିଟି ଚାର୍ଜେସ୍ ସବୁ ରହିଛି। ଚାର୍ଜେସ୍ ହେଇକି ତମର ଗୋଟେ ଥର ବାୟ ସେଲରେ ତମର 80 ଟଙ୍କା ସମଥିଙ୍ଗ ତମର କଣ ହଉଛି, ଚାର୍ଜେସ୍ ଯାଉଛି। ତେଣୁକରି ରିଭେଞ୍ଜ ଟ୍ରେଡିଂ କରନି। ରୁଲ କର, ଦିନ ମୁଁ 2 ଥର, ଗୋଟେ କି 2ଟା ଟ୍ରେଡ୍ ବା 3ଟା ଟ୍ରେଡ୍ କରିମି। ଯଦି ଷ୍ଟପ୍ ଲସ୍ ହିଟ୍ ହଉଛୁ, ସେଦିନ ପାଇଁ ମାର୍କେଟକୁ ନମସ୍କାର କରିଦିଅ। ଆଜି ମୋର ସେଟଅପ୍ ବସିନି, ମୁଁ ଆଜି ଆଉ ଟ୍ରେଡ୍ କରିବି ନାହିଁ। ଠିକ ଅଛି, ଗୋଟେରୁ 3ଟା ଟ୍ରେଡ୍ କର। ଯଦି ପ୍ରଫିଟ୍ ହେଲା, ବି ମାର୍କେଟକୁ ଏକ୍ଜିଟ୍ କର। ଯଦି ଲସ୍ ହେଲା, ଷ୍ଟପ୍ ଲସ୍ ହିଟ୍ ହେଲା, ବି ଏକ୍ଜିଟ୍ କର। ଇଏ ରୁଲ ମନେ ରଖିବ, ତେବେ ଯାଇକି ତମର ଫଣ୍ଡିଂ ସେଭ୍ ରହିବ। ଇଏ ଚାଲିଗଲା ରିଭେଞ୍ଜ ଟ୍ରେଡିଂ। ଠିକ ଅଛି, ନେକ୍ସଟ ଆମେ ଦେଖିବା କଣ। ନେକ୍ସଟ ଅଛି କଣ, ଡାଉ ଥିଓରି। ଡାଉ ଥିଓରି କଣ ତମେ ଜାଣିଛ? ଡାଉ ଥିଓରି ନା, ମାର୍କେଟ ଡାଉ ଥିଓରି କଣ ହଉଛି, ମାର୍କେଟ ଉପରକୁ ଯିବ, ତଳକୁ ରୋଟେସନ ଦେଇ ଆସିବ, ପୁଣି ଉପରକୁ ଯିବ, ତଳକୁ ଆସିବ, ଉପରକୁ ଯିବ, ତଳକୁ ଆସିବ। ତ ତମେ ସବୁବେଳେ ବାଇ କରିବ କୋଉଠି? ସପୋର୍ଟରେ ବାଇ କରିବ। ସେଲ୍ କରିବ କୋଉଠି? ରେଜିଷ୍ଟାନ୍ସ। ସପୋର୍ଟରେ ବାଇ କରିବ ସେଠି, ଆଉ ସବୁବେଳେ ଦେଖିବ ହାୟାର ହାଇ ହାୟାର ଲୋ। ଯଦି ହଉଛି ତାହେଲେ ସେଟା କୋଉ ଟ୍ରେଣ୍ଡ ହେଇଯାଉଛି, ଅପ୍ ଟ୍ରେଣ୍ଡ ହଉଛି। ପଢେଇଛି, ଯାଇକି ପିଛଲା ଭିଡିଓ ଦେଖିଦବ, ଭିଡିଓ ଅପଲୋଡ ହେଇଛି, ଦେଖିଦିଅ। ଅପ୍ ଟ୍ରେଣ୍ଡ କାହାକୁ କୁହାଯାଏ ନା, ହାୟାର ହାଇ, ଆଉ କଣ ରହିଲା, ହାୟାର ଲୋ, ବା ହାୟାର ହାଇ, ଲୋଅର ହାଇ, ଆଉ ଡାଉନ ଟ୍ରେଣ୍ଡ। କେମିତି ହବ ଡାଉନ ଟ୍ରେଣ୍ଡ ଟା? ଲୋଅର ହାଇ ହାୟାର ଲୋ। ଯଦି ହେଲା, ସିଏ କୋଉ ଟ୍ରେଣ୍ଡ ହେଇଗଲା, ଡାଉନ ଟ୍ରେଣ୍ଡ ହେଇଗଲା। ତ ଟ୍ରେଣ୍ଡ ଅନୁସାରେ ତମକୁ ଟ୍ରେଡ କରିବା ପାଇଁ ପଡିବ। ଯେତେବେଳେ ବି ଟ୍ରେଡ କରିବ, ମନେ ରଖ, ଇଣ୍ଡିକେଟର, ଚାର୍ଟ ପ୍ୟାଟର୍ନ, ସିଏ ତ ତମର ରହିଲା କମ୍ପୋନେଣ୍ଟ ରହିଗଲା। କିନ୍ତୁ ମନେ ରଖ, ସବୁବେଳେ ଟ୍ରେଣ୍ଡ ଅନୁସାରେ ଯଦି ତମେ ଟ୍ରେଡ ନ କଲ, ଆଜି କୋଉ ଟ୍ରେଣ୍ଡ ଚାଲିଛି, ତମେ ସେଇ ଟ୍ରେଣ୍ଡ ଟ୍ରେଡ ନ କରିବ, ତାହେଲେ ତମେ ଲସ୍ ରେ ରହିବ। ତେଣୁକରି ଡାଉ ଥିଓରିକୁ ଫଲୋ କରିବ। ଟ୍ରେଣ୍ଡ ସବୁବେଳେ ଦେଖିବ, ସପୋର୍ଟ ରେ ବାଇ କରିବ, ରେଜିଷ୍ଟାନ୍ସ ରେ ସେଲ୍ କରିବ। ଯଦି ତମକୁ ସେଟର ନ ବସିଲା, ଗୋଟେ ଦିନ ଟ୍ରେଡ କର ନା, ଛାଡିଦିଅ। ଠିକ ଅଛି, ନେକ୍ସଟ ପଢିବା, କୁଇକ୍ ଏକ୍ଜିଟ୍ ଲସ୍, ଲେଟ୍ ବୁକିଂ ପ୍ରଫିଟ। ଦେଖ, ସପୋଜ ଧର ଗୋଟେ ଟ୍ରେଡ ପକେଇଛ, ଟ୍ରେଡକୁ ହେଇଯାଉ, ଏଇଠି ପଡିଛି ଟ୍ରେଡ ଏଠି ପଡିଛି, ତ ତମର ଏଠି ପ୍ରଫିଟ ଯାଉଛି ହେଲା। ତ ତମେ ସପୋଜ ବାଇ କରିଛ, ତମର ଏଠି ହଉଛି, ତମକୁ ଆହୁରି ପଟେନସିଆଲ ଲାଗୁଛି, ଆହୁରି ଉପରକୁ ଯିବ, କଣ୍ଟିନ୍ୟୁସନ ପାଟର୍ନ ବନୁଛି, ଉପରକୁ ଯିବ। ତ ତମେ ଯଦି ଏଠି କିଣିଛ, ଏସଏଲ କୁ ଏଠି ନେଇ ଆସ, ଯାହା ହେଲେ ବି ତମ ପ୍ରଫିଟ ରହିବ। ଧର ଏଠି ପ୍ରଫିଟ ପଳେଇଲା, ତମେ ଏସଏଲ କୁ ଏଠିକି ନେଇ ଆସ। ତ ଏସଏଲ କୁ ଉପରକୁ ବଢେଇ ଚାଲ, ଉପରକୁ ବଢେଇ ଚାଲ। କିନ୍ତୁ ଯଦି ଲସ୍ ହବ ତମକୁ, ତମର ଏଠି ଏସଏଲ ଅଛି, ଏସଏଲ ମାନେ ଲସ୍ ନୁହେଁ ଯେ ଏଇଠି ଆସିଲା, ଆରେ ଏଇଠୁ ଫେରିଯିବ ନା କଣ, ମୁଁ ଆଉ ଟିକେ ଏସଏଲ ଦେବେନି, ତମେ କେହି ଏସଏଲ ଦବନି, ଛାଡିଦବ। ନାଇଁ, ଲସ୍ ଆହୁରି ବଡ ହେଇଯିବ। ତେଣୁକରି ଲସ୍ ଯେତେବେଳେ ହବ, ଲସ୍ କୁ କଣ କରିବ, କୁଇକ୍ ଏକ୍ଜିଟ୍ କରିବ। ମୋର ଲସ୍ ଦରକାର ନାହିଁ। ପ୍ରଫିଟ ଯଦି ହଉଛି, ହୋଲ୍ଡ କର, ଉପରକୁ ଯେତେ ଯାଉଛି ଯାଉ, ନହେଲେ କଷ୍ଟ ଦେଇକି ବସ, ଲସ୍ ହବନି କି ଲାଭ ହବନି, ବଡ ପ୍ରଫିଟ ନେଇପାରିବ। ଇଏ ହଉଛି କୁଇକ୍, ଇଏ ହଉଛି କଣ ନା, କୁଇକ୍ ଏକ୍ଜିଟ୍ ଲସ୍, ଲେଟ୍ ବୁକିଂ ପ୍ରଫିଟ। ନଟ୍ ଡିପେଣ୍ଡ ଅନ୍ ଅଦର୍ସ। ନଟ୍ ଡିପେଣ୍ଡ ଅନ୍ ଅଦର୍ସ ମାନେ ତମେ କାହା ଉପରେ ଡିପେଣ୍ଡେବଲ ହେଇକି ଟ୍ରେଡ କରନି। ସପୋଜ ମୁଁ ଆଜି ପଢଉଛି, ଆମର ଟେଲିଗ୍ରାମ ବି ଅଛି, ଯୋଉଥିରେ ଏବେ ବି ଦିଆ ହଉଛି ସମସ୍ତଙ୍କୁ, ମାର୍କେଟ ର କଣ ଡାଟା ରହିଲା, ମାର୍କେଟରେ କଣ ହଉଛି ନାହିଁ, କୋଉ ଷ୍ଟକ ମୁଭମେଣ୍ଟ ଦବ, ଇଣ୍ଡେକ୍ସ କଣ ହବ, କୋଉଠି ଡାଟା ନେଗେଟିଭ ହଉଛି, ପଜିଟିଭ, ସବୁ ଅପଡେଟ ଦିଆ ହଉଛି ଟେଲିଗ୍ରାମରେ। ତ ଟେଲିଗ୍ରାମ ଲିଙ୍କ ବି ଦିଆ ହବ, ଜଏନ କରିନବ, ବହୁତ ବେନିଫିଟ ହବ, ଖୁସି ବି ଲାଗିବ, ବହୁତ କିଛି ଦିଆ ହଉଛି।
ତମେ ଟେଲିଗ୍ରାମ ଜଏନ୍ କଲା ପରେ ଜାଣିପାରିବ। ଠିକ ଅଛି। ଧର ତମକୁ ନା ଆରେ ଆମେ କିଛି ପଢିବୁନି, ଆମେ କିଛି ହୋମୱାର୍କ କରିବୁନି, ଆମେ କିଛି ହୋମୱାର୍କ କରିବୁନି, ଆମେ କିଛି ପ୍ରାକ୍ଟିସ କରିବୁନି, କାଲି ତ ଆମକୁ ସେଠି ଜଣା ପଡୁଛି ଆମେ ଯାହା କହିବା ଆମେ କରିଦବୁ। ନାଇଁ, ନିଜେ ଆଗେ ହୋମୱାର୍କ କର, ନିଜେ ଟ୍ରେଣ୍ଡ ହେଇଯାଅ, ନିଜ ବୁଦ୍ଧି ଅନୁସାରେ ତମେ କର। ଆଜି ଅଛି ମୁଁ କାଲିକି ରହିବିନି, ତ ତମକୁ କିଏ ସପୋର୍ଟ କରିବ? କେହି ନାହିଁ। ତେଣୁ ତମେ ଶିଖ, କାହା ଉପରେ ତମେ ଡିପେଣ୍ଡେବଲ ହୁଅ ନାହିଁ। ନେକ୍ସଟ କଣ ରହିଲା? ଟ୍ରେଡ ଅନ୍ ଏକ୍ସଟ୍ରା ମନି। ଟ୍ରେଡ ଅନ୍ ଏକ୍ସଟ୍ରା ମନି ମାନେ କଣ? ଇଏ ହଉଛି ସବୁଠୁ ଗୋଟେ ବଡ ସାଇକୋଲୋଜି, ଯୋଉଟା କି ପ୍ରାୟତଃ ମ୍ୟାକ୍ସିମମଙ୍କର ଲସ୍ ହଉଛି। ଇଏ ହଉଛି ବଡ ସାଇକୋଲୋଜି। ବଡ ସାଇକୋଲୋଜି କେମିତି? ଦେଖ, ସପୋଜ ତମେ କାହାଠୁ ପଇସା ନେଇ ଆସିଛ, 50,000 ଟଙ୍କା କାହାଠୁ ଆଣିଛ, ସିଏ ଇଣ୍ଟରେଷ୍ଟରେ ଆଣିଛ ବା ଲୋନ କରିଛ, ଦିଟା ଜିନିଷ କରିଛ। ଇଣ୍ଟରେଷ୍ଟ ହେଲେ ମାସ ପୁରିଲେ ତମକୁ ଦବା ପାଇଁ ପଡିବ ଇଣ୍ଟରେଷ୍ଟ, ଲୋନ ର ମାସ ପୁରିଲେ ତମକୁ ଇଏମଆଇ ଦବା ପାଇଁ ପଡିବ। ତ ତମକୁ 50,000 କମ୍ପଲସରି ପ୍ରଫିଟ କାଢିବା ପାଇଁ ପଡିବ, ନହେଲେ ନହବ। ତ ଏଇ ଜାଗାରେ କଣ ହବ ନା, ତମର ଲସ୍ ହବାର ଚାନ୍ସେସ୍ ଅଧିକ ରହିବ। ଫ୍ରି ମନି କଣ ନା, ତମର ସେଭିଙ୍ଗ ଥିବ ଯୋଉଥିରେ କି ଡିପେଣ୍ଡେବଲ ନୁହନ୍ତି। ଆଜି ପଇସା ବାହାରିନି, ମାସେ ଗୋଟେ ମାସ ତମର ଟ୍ରେଡ କଲନି, ପ୍ରଫିଟ ବାହାରିନି, ତ ସେ ପଇସା ନା ତୁମକୁ ଇଣ୍ଟରେଷ୍ଟ ଦେବା ପାଇଁ ପଡିବ, ନା କାହାକୁ ଇଏମଆଇ ଦେବା ପାଇଁ ପଡିବ। ତେଣୁକରି ଫ୍ରି ମନିରେ ସବୁବେଳେ ଟ୍ରେଡ କର, କାହାଠୁ ଉଧାର ଧାର କରିକି ଟ୍ରେଡ କର ନାହିଁ। ସବୁଠୁ ବଡ ଜିନିଷ ମନେ ରଖ, କାହାଠୁ ଉଧାର ଧାର କରିକି ଟ୍ରେଡ କର ନାହିଁ। ନେକ୍ସଟ କଣ ଆସିଲା? ବିଗ ପ୍ରଫିଟ, ସ୍ମଲ ଲସ୍, ନଟ୍ ବିଗ ଲସ୍। ମାନେ କଣ? ଯଦି ଲସ୍ କରୁଛ, ଲସ୍ ବି ତମର ଛୋଟ ହବା ଦରକାର। ଲସ୍ ଟା କଣ ହବା ଦରକାର? ଛୋଟ। ପ୍ରଫିଟ ଯଦି ଛୋଟ ପ୍ରଫିଟ କରୁଛ ବି ଚଳିବ। ଛୋଟ କଣ ହେଇଛି? ବିଗ ପ୍ରଫିଟ। ଯଦି ନବ ବଡ ପ୍ରଫିଟ ନିଅ, ସ୍ମଲ ପ୍ରଫିଟ ବି ନିଅ, ଛୋଟ ଲସ୍ ନିଅ, କିନ୍ତୁ ଗୋଟେ ଜିନିଷ ନିଅ ନା, ବିଗ ଲସ୍ ନିଅ ନା। ବିଗ ଲସ୍ ନିଅ ନାହିଁ, ନହେଲେ ତମେ ମାନେ ସର୍ଭାଇଭ କରିପାରିବ ନାହିଁ। ବିଗ ଲସ୍ ନିଅ ନାହିଁ, ତମେ ସର୍ଭାଇଭ କରିପାରିବ ନାହିଁ। ବିଗ ଲସ୍ ଯଦି ନବ, ତାହେଲେ ତମେ ସର୍ଭାଇଭ କରିପାରିବ ନାହିଁ। ଠିକ ଅଛି। ବିଗ ଲସ୍ ନେଲେ ତମେ ସର୍ଭାଇଭ କରିପାରିବ ନାହିଁ। ତ ଏତିକି ଜିନିଷ ଭଲ। ଯୋଗା ଟ୍ରେଡିଂ ର ସେଟଅପ୍ ରୁଲ କିଛି ଅଛି। ଠିକ ଅଛି। କଣ କଣ ରୁଲ ଅଛି ସବୁ ଦେଖିଲ, ସେ ରୁଲକୁ ଫଲୋ କରିବ। ଇଏ କୌଣସି ନୁହେଁ ବେସିକ ଜିନିଷ, ୟା ଦେହରେ କିଛି ନାହିଁ, କିନ୍ତୁ ଏ ରୁଲସ ବହୁତ ଇମ୍ପୋର୍ଟାଣ୍ଟ। ଇନ ଫ୍ୟୁଚର ଯେବେ ଟ୍ରେଡ କରିବ ତମେ ଜାଣିପାରିବ ରୁଲସ ର ଇଏ କଣ। ଚାଲ, ଆଜି କିଛି ମାର୍କେଟ ର ଆଜିକା ଡେଟ୍, ଠିକ ଅଛି, ଆଜିକା ଡେଟ୍ ମାର୍କେଟରେ ଯୋଉ କାମ ହେଇଛି, ଠିକ ଅଛି, ଯୋଉ ଟ୍ରେଡ ହେଇଛି, ମାର୍କେଟରେ ଯୋଉ ଟ୍ରେଡ ହେଇଛି, କଣ ହେଇଛି ଆମ ସେଟଅପ ରେ କିଛି ଆସୁଛି କି ନାହିଁ ଦେଖିବା। 19 ତାରିଖ ଆଜି, ଆଜିକା ମାର୍କେଟରେ ଚାଲ ଦେଖିବା। ଦେଖ, ସପୋଜ ରେଜିଷ୍ଟର ଟଣା ହେଇକି ଅଛି। ଦେଖ, ଗୋଟେ ଜିନିଷ ଲକ୍ଷ୍ୟ କର, କାଲି ଯେତେବେଳେ ମାର୍କେଟ ଯେତେବେଳେ ଏଣ୍ଡ ହଉଥିଲା, ତ ଇଏ ଟ୍ରେଣ୍ଡ ଲାଇନ ଉପରକୁ ଯାଉଥିଲା, ମାର୍କେଟ ଯେତେବେଳେ ଏଣ୍ଡ ହଉଥିଲା, ମାର୍କେଟ କୁ ଡାଉନ ସାଇଡ ଦେଇଥିଲା, ତ ଇଏ ଗୋଟେ ନ୍ୟୁଜ ବେସରେ ଗ୍ୟାପ ଡାଉନ ଖୋଲିଛି। କିନ୍ତୁ ଆମେ ଗୋଟେ ଜିନିଷ ଯଦି ଆମେ ଏଠି ଦେଖିଦବୁ, ଚାଲ ଆକୁ ସବୁ ହଟେଇ ଦିଅ, ସବୁ ହଟେଇ ଦିଅ। ଠିକ ଅଛି, ଆକୁ ସବୁ ଆମେ ହଟେଇ ଦବା। ମାର୍କେଟ କେଉଁ ଟ୍ରେଣ୍ଡ ତିଆରି ଖୋଜିବ ସେଇଟା ମୁଁ ତୁମକୁ ଦେଖଉଛି। ହଟିଗଲା। ଚାଲ ଆମେ 1 ଆୱାର କରିଦବା। ବଡ ଟାଇମ ଫ୍ରେମ ରେ ମନେ ରଖ, ବଡ ଟାଇମ ଫ୍ରେମ ସବୁବେଳେ ସପୋର୍ଟ ଆଉ ରେଜିଷ୍ଟାନ୍ସ ତମେ କାଢିବ ବଡ ଟାଇମ ଫ୍ରେମ। ଦେଖ, ଏଇ ଜାଗାରେ ଗୋଟେ ଆମର ରେଜିଷ୍ଟାନ୍ସ ଅଛି, ଚାଲ ଟାଣିଦେଲେ। ତାପରେ କୋଉଠି ଏଇ ଜାଗାରେ ଗୋଟେ ରେଜିଷ୍ଟାନ୍ସ ଅଛି, ଇଏ ହାଇ ରେ ଟାଣିଦେଲେ, ହେଇଗଲା। ନେକ୍ସଟ ଗୋଟେ ରେଜିଷ୍ଟାନ୍ସ କୋଉଠି ଅଛି? ଏଇଠି ଅଛି, ଟାଣିଦେଲେ, ହେଇଗଲା। ତାପରେ ଯୋଉଟା ସପୋର୍ଟ ଥିଲା, ଟାଣିଦେଲେ। ଦେଖ, ମୁଁ ତମକୁ ଦେଖଉଛି କାହିଁ ଟଣା ସପୋର୍ଟ। ଦେଖ, ଏଇ ଜାଗାରେ ରେଜିଷ୍ଟାନ୍ସ ଥିଲା, ଏପଟୁ ସପୋର୍ଟ ନଉଥିଲା ରେଜିଷ୍ଟାନ୍ସ, ତ ଇଏ ଗୋଟେ ରେଜିଷ୍ଟାନ୍ସ ହେଇଗଲା, ବା ଉପର ଆଡେ ଦେଖ ସପୋର୍ଟ ହେଇଯାଉଛି, ଇଏ ଗୋଟେ ସପୋର୍ଟ, ଏଇଠି ସପୋର୍ଟ ନେଇଯାଇଛି, ତ ସବୁ ଟଣା ହେଇଗଲା। ତ ବର୍ତ୍ତମାନ ଆମେ ମାର୍କେଟ ଦେଖିବା, ମାର୍କେଟ କାମ କରୁଛି କି ନାଇଁ।
सपोर्ट रेजिस्टेंस रे मार्केट चालुची कि नहीं, डाउथ रे मार्केट चालुची नहीं, हमें देखिए। तो 1 आवर कैंडल हमें चार्ट कर देले। चलो 15 मिनट को पड़े, 15 मिनट को आसलो देखो रेजिस्टेंस ला जगह ये रेजिस्टेंस देला, रेजिस्टेंस तलको आसला। अच्छा ये सपोर्ट होगा, से क्लोजिंग ला देखो सपोर्ट होगा, सपोर्ट ला खुला गैप डाउन ऊपर गला, रेजिस्टेंस पाखु पुणी तलको आसला, तलको आसिकी पुणी ऊपर जाइए, ऊपर जाई कोठी बोलना से रेजिस्टेंस, रेजिस्टेंस पाखरे जाइकी आ ऊपर क्रॉस करि पाइला नै, रेजिस्टेंस तले होल्ड करी रहला, पुणी गैप डाउन खुली आसला। ये जगह सपोर्ट थिला आगरु, प्रीवियस रेडी सपोर्ट हैमर कैंडल तैयारी करथिला, कन्फर्मेशन देला पर ऊपर रैली करथिला, हैमर कैंडल देखि दियो, परफेक्ट हैमर कैंडल सपोर्ट पाखरे तैयारी करथिला। मु प्रीवियस क्लास रे मु बुझेइथिनी हैमर कैंडल वाला रैली देखिथिलो तमे, बड रैली करी गला। तो नेक्स्ट सेही भलिया, तो ये जेहेतु ये सपोर्ट नहीं कि सपोर्ट पाखे हामर जाइए, पुणी आज कौटी आसिक मार्केट बहुत जोर गलुला, गली आहरी गली पारता कि से सपोर्ट नहीं आउे ग्रीन कैंडल नहीं ऊपर जाइए। तेणुकर तुम कैंडल खोज कौटी कैंडल तैयारी होची, को भाया कैंडल तैयारी होची, को पैटर्न तैयारी होची, सब खोज। खोजला पर तुम पाइजिव सब। आ प्रीवियस देखिए आ कौटी सपोर्ट रे कौन नहीं, ये हामर जाइए, देखदे ये गोटे हामर कैंडल सपोर्ट आम प्रीवियस टणा होता कार सपोर्ट पाखे हामर कैंडल तैयारी कला, ऊपर को रैली कर ऊपर को रैली भी कर। तेणुक देख ये देख गोटे पैटर्न तैयारी होची, ये पैटर्न को मन पकाओ, ये की पैटर्न हो गला डबल टॉप पैटर्न। जो थर ऊपर गला रेजिस्टेंस पाखे डबल टॉप बन सेल सिग्नल देला बा कन्फर्मेशन मिलला, तुम सेल कल केते बाट से दिन खसी जहाँ खसी पुणी खसी पूरा तल पर्यंत आसी। तो ये हूँ कैंडल पैटर्न सी तुम बुझिकी आराम से कर परफेक्ट जो नुहे ये गोटे देख है ये पैटर्न तैयारी करुच्ची। तेणु तुमको ये सब खोजापी पड़ो। देख आम साइकोलोजी पढ़ीदेलु, ट्रेडिंग किसी रूल्स पढ़ीदेलु, काली आम पढ़ा नेक्स्ट क्लास रे आम पढ़ा जे तुम स्टॉक केमिति खोजियो, को स्टॉक रे आज ट्रेड करियो, स्टॉक केमिति खोजियो से विषय रे पढ़िबा। ठीक अछि, आज पई आ वीडियो लंबा न करिकी जेतिक पढ़ाई आज समस्त आउे शुण, एथिरे किसी पढ़वार किसी ना, केवल शुणवार अच्छी, बसिकी शुण माइंड रे पूरेकी रख जे तुम क्या उधार पैसा के ट्रेड करनी। सेटअप जिते न होती तुम बाय बा सेल करना, सपोर्ट पाखे बाय कर, रेजिस्टेंस पाखे सेल कर। तो ये सब रूल्स तुम पढ़, शुण, खाली पढ़िया दरकार नहीं, शुण माइंड को माइंड रे पूरा चलो। जदि आम वीडियो तुम को भल लगुच तो तुम सांग मान सहित शेयर कर, आ समस्ते बेल आइकन भी प्रेस कर दियो कि मैंने जहाँ जिते आम वीडियो तैयारी हो फास्ट वीडियो आपण को फास्ट नोटिफिकेशन जीवो। तेणु आपण मैंने बहु मात्रा शेयर करतु, आम चैनल को समस्त पाखु पहुँचातु, समस्ते देखु, समस्ते जानतु, समस्ते शिखतु और समस्ते किसी पैसा कमेबार भी सुजोग पातु। रही जय जगन्नाथ।